ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆଉ ଏକ ଭିଡ଼ିଓକୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା 7ଟି ପ୍ରତ୍ନତତ୍ତ୍ୱ ପ୍ରମାଣ, ଅର୍ଥାତ୍ ବାଇବେଲ ସମ୍ପର୍କିତ 7ଟି ଅଦ୍ଭୁତ ଆବିଷ୍କାର, ଯାହା ସୂଚନା ଦିଏ ଯେ ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ। ତେବେ ବନ୍ଧୁଗଣ, ଏ 7ଟି ବାଇବେଲର ପ୍ରମାଣକୁ ନେଇ ଯେଉଁ ପ୍ରତ୍ନତତ୍ତ୍ୱ ଆବିଷ୍କାର କରାଯାଇଛି, ସେଥିମଧ୍ୟରୁ ପ୍ରଥମରେ ଆସିବ ଏପିକ୍ ଅଫ୍ ଗିଲଗାମେଶ। ଏପିକ୍କୁ ଆପଣ କାହାଣୀ ମଧ୍ୟ କହିପାରିବେ। 1849ରେ ଏକ ଇଂରେଜ ପ୍ରତ୍ନତତ୍ତ୍ୱବିତ୍କୁ ନିନିଭି ସହର, ଯାହାକୁ ଆଜିର ଇରାକ କୁହାଯାଏ, ଯାହା ମେସୋପୋଟାମିଆର ଏକ ସହର ଅଟେ, ସେ ସହରର ଲାଇବ୍ରେରୀରୁ ଏକ ଲେଖା ମିଳିଥିଲା, ଯାହାର ନାମ ଥିଲା ଏପିକ୍ ଅଫ୍ ଗିଲଗାମେଶ। ଏହାକୁ ମେସୋପୋଟାମିଆର କିଛି ଲୋକ ମାନୁଥିଲେ ଏବଂ ଏହାର ରେକର୍ଡ ମଧ୍ୟ ରଖୁଥିଲେ। ଆଉ 1972 ମସିହାରେ ଆଉ ଜଣେ ଇଂରେଜ ପ୍ରତ୍ନତତ୍ତ୍ୱବିତ୍ ଆସିଥିଲେ, ଯାହାଙ୍କର ନାମ ଥିଲା ଜର୍ଜ ସ୍ମିଥ। ସେ ନିଜେ ମେସୋପୋଟାମିଆକୁ ଆସିଥିଲେ। ସେଠାରେ ତାଙ୍କୁ ବହୁତ କିଛି ଟାବଲେଟ୍ ମିଳିଥିଲା, ଆଉ ସେହି ଟାବଲେଟ୍ ଗୁଡ଼ିକ ମଧ୍ୟରୁ 11 ଏବଂ 12ତମ ଟାବଲେଟରେ ନୋହଙ୍କର ଜଳପ୍ଲାବନ ବିଷୟରେ ଲେଖାଯାଇଥିଲା। ଏ ଟାବଲେଟ୍ ଗୁଡ଼ିକୁ ଏନୁମା ଏଲିସ୍ ଟାବଲେଟ୍ ବୋଲି ମଧ୍ୟ କୁହାଯାଏ। ଏ ଟାବଲେଟ୍ର ଏହିପରି ଲେଖା ଅଛି, ପରମେଶ୍ୱର ତାଙ୍କ ଜଣେ ବ୍ୟକ୍ତିଙ୍କୁ କହିଲେ, ତୁମେ ଗୋଟିଏ ଜାହାଜ ନିର୍ମାଣ କର ଏବଂ ନିଜର ଜୀବନ ବଞ୍ଚାଅ। ଆମେ ଜାଣୁ ବାଇବେଲର ଆଦି ପୁସ୍ତକରେ ମଧ୍ୟ ଏହିପରି ଏକ ବିଷୟ ଲେଖା ଅଛି। ବୈଜ୍ଞାନିକମାନେ ଏହି ଟାବଲେଟ୍କୁ ପରୀକ୍ଷା କରି ଦେଖିଥିଲେ ଯେ ଏହା 750 BCର ଟାବଲେଟ୍ ଅଟେ। ତ ଏଠାରେ ଏକ ପ୍ରଶ୍ନ ଆସେ, ଯଦି ନୋହଙ୍କ ଜଳପ୍ଲାବନ 4000 BCରୁ ବି ଅଧିକ ହେଇଥିଲା, ତେବେ ଏହି ଟାବଲେଟ୍ 750 BCର କିପରି ହେଇପାରିବ? ଏହା ଏଥିପାଇଁ ସତ୍ୟ ଅଟେ କାରଣ ଏହି ଟାବଲେଟ୍ ଗିଲଗାମେଶ ରାଜାଙ୍କ ଦ୍ୱାରା ଲିଖିତ ଅଟେ, ଯିଏ 750 ବର୍ଷ ପୂର୍ବରୁ ରାଜତ୍ୱ କରୁଥିଲେ। ଏବଂ ଦ୍ୱିତୀୟ ହେଉଛି ପାପିରସ୍ ବ୍ରୋକ୍ଲିନ୍ 35.1446। ଏହାକୁ ବ୍ରୋକ୍ଲିନ୍ ଏଥିପାଇଁ କୁହାଯାଇଥାଏ କାରଣ ଏହାକୁ ବର୍ତ୍ତମାନ ବ୍ରୋକ୍ଲି ମ୍ୟୁଜିୟମରେ ରଖାଯାଇଛି। ଏହାର ଡେଟ୍ ହେଉଛି 1809ରୁ 1743 BC। ପ୍ରାୟ 4000 ବର୍ଷ ପୂର୍ବରୁ ଏହା ଇଜିପ୍ଟର ଥିବ୍ସ ସହରରୁ ମିଳିଥିଲା। ଏହାର ଏକ ଖାସ୍ କଥା ହେଉଛି, ଯାହା ବାଇବେଲ ସହିତ ଯୋଡ଼ା ହେଇଛି। ମୋସାଙ୍କ ଜନ୍ମ ପୂର୍ବରୁ ଏବଂ ଯୋସେଫଙ୍କର ମୃତ୍ୟୁ ପରେ ଇସ୍ରାଏଲୀୟମାନେ ମିଶର ଦେଶରେ ଦାସତ୍ୱ ବନ୍ଧନରେ ଆବଦ୍ଧ ଥିଲେ। ସେ ସମୟ ହେଉଛି 1800ରୁ 1700 BC, ଯାହା ବ୍ରୋକ୍ଲିନ୍ ପାପିରସର ତାରିଖର ପାଖାପାଖି ଅଟେ। ଏଠାରେ ଯେଉଁ ପାପିରସ୍ ମିଳିଥିଲା, ଏହି ପାପିରସରେ 95 ଜଣ ଦାସମାନଙ୍କର ନାମ ଲେଖାଯାଇଥିଲା। ସେହି ନାମମାନଙ୍କ ମଧ୍ୟରେ ଗୋଟିଏ ନାମ ହେଉଛି ସିପ୍ରା, ଯିଏ ଜଣେ ଦାସୀ ଥିଲା, ଯାହା ବାଇବେଲରେ ଯାତ୍ରା ପୁସ୍ତକ 1:15 ଲେଖା ଅଛି। ଏଥିରୁ ପ୍ରମାଣିତ ହୁଏ ଯେ ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ। ଏବଂ ତୃତୀୟ ହେଉଛି ସୋଲେଭ୍ ଇନସ୍କ୍ରିପସନ୍। ଏହାର ଡେଟ୍ ହେଉଛି 1400 BC। ଆଜିର ସୁଦାନର ଉତ୍ତର ଭାଗରେ ପ୍ରାଚୀନ ଇଜିପ୍ଟର ଏକ ଜାଗା ମିଳିଥିଲା ସୋଲେଭ୍। 1813ରେ ଜଣେ ଯାତ୍ରୀ ଏହି ଜାଗାର ଅନୁସନ୍ଧାନ କରିଥିଲେ। ତାପରେ ଆଉ କିଛି ଲୋକ ଏହି ଜାଗାର ଅନୁସନ୍ଧାନ ମଧ୍ୟ କରିଥିଲେ। ତାପରେ 1957ରେ ଏହି ଜାଗାକୁ ଭଲ ଭାବରେ ଖୋଦେଇ କରାଯାଇଥିଲା। ଏହାପରେ ଜଣେ ପ୍ରତ୍ନତତ୍ତ୍ୱବିତ୍, ଯାହାଙ୍କର ନାମ ଥିଲା ମାଇକେଲ ସିଫଚର, ସେ ମଧ୍ୟ ଏହାକୁ ପ୍ରମାଣ ସିଦ୍ଧ କରିଥିଲେ। ଏଠାରେ ଏକ ଖୁଣ୍ଟର ମଧ୍ୟ ଆବିଷ୍କାର କରାଯାଇଛି, ଅର୍ଥାତ୍ ଏକ ପିଲରର ଆବିଷ୍କାର କରାଯାଇଛି, ଯାହାକୁ କଲମ 4N4 କୁହାଯାଏ। ସେଠାରେ ଯେତେବେଳେ ପାଠ କରାଯାଉଥିଲା, ସେତେବେଳେ ଜିହୋବାଙ୍କ ନାମ ମଧ୍ୟ ମିଳିଥିଲା। ଏଠାରେ ଆଉ ଏକ ପ୍ରସ୍ତରର ଫଳକ ମିଳିଥିଲା, ଯେଉଁଠାରେ ଫାରୋ ରାମେସେସଙ୍କ ବିଷୟରେ ଲେଖାଯାଇଥିଲା, ଯାହାକୁ ବୈଜ୍ଞାନିକମାନେ କହନ୍ତି ଯେ ଏହା 1300 BCର ଅଟେ। ଏବଂ ଚତୁର୍ଥ ହେଉଛି ଆମାରା ୱେଷ୍ଟ ଇନସ୍କ୍ରିପସନ୍। ଏଠାରେ ମଧ୍ୟ ଇସ୍ରାଏଲର ନାମ ଲିଖିତ।
ହେଇଥିଲା। ଇସ୍ରାଏଲ ନାମକ ସହିତ ଜିହୋଭାଙ୍କ ନାମ ମଧ୍ୟ ଲେଖାଯାଇଛି। ତେବେ ଆମେ ଦେଖିବାକୁ ପାଉଛୁ ଯେ ସେଠାରେ ରାଜା ଫାରୋଙ୍କ ନାମ ସହିତ ଜିହୋଭାଙ୍କ ନାମ ମଧ୍ୟ ଲେଖା ଅଛି। ଏହାଠାରୁ ଅଧିକ ବଡ଼ ପ୍ରମାଣ ଆଉ କଣ ହେଇପାରେ? ଆଉ ପଞ୍ଚମ ଦ ବର୍ଲିନ ପେଡେଷ୍ଟାଲ ରିଲିଫ। ଏହା ମିଶର ଦେଶର ଗ୍ରାନାଇଟରେ ବନାଯାଇଥିବା ଏକ ପଥର ଅଟେ। ଏହି ପଥର କେଉଁଠୁ ମିଳିଲା ତା କେଉଁଠାରେ ମଧ୍ୟ ଲେଖା ନାହିଁ। ଏବେ ଏହାକୁ ଇଜିପ୍ସିଆନ ମ୍ୟୁଜିୟମ ଅଫ ବର୍ଲିନ, ଯାହାକି ଜର୍ମାନରେ ଅବସ୍ଥିତ, ସେଇଠାରେ ଏହାକୁ ରଖାଯାଇଛି। ବୈଜ୍ଞାନିକମାନେ ଏହାର ଡେଟ୍ ଦିଅନ୍ତି ଏହା 1500ରୁ 1292 BC ଅଟେ ବୋଲି। ଏଠାରେ 3ଟି ଚିହ୍ନ ଅଛି। ପ୍ରଥମ, ଏହା ଅସ୍କିଲନ ବିଷୟରେ ବର୍ଣ୍ଣନା କରେ। ଯେତେବେଳେ ଆମେ ଜିଓସିଓ 13:3କୁ ପଢୁ, ସେତେବେଳେ ସେଠାରେ ଆମେ ଏହି ଅସ୍କିଲନ ବିଷୟରେ ମଧ୍ୟ ପାଠ କରୁ। ଆଉ ଦ୍ୱିତୀୟ ଚିହ୍ନ କିଣାଣକୁ ଦର୍ଶାଇଥାଏ। ଆଉ ତୃତୀୟ ସିମ୍ବଲ ବା ତୃତୀୟ ଚିହ୍ନ, କିନ୍ତୁ ପ୍ରକୃତରେ ଏହାର କୌଣସି ସତ୍ୟତା ନଥିଲା। କିନ୍ତୁ 2001 ମସିହାରେ ମ୍ୟାନଫେଡ ଜର୍ଜ ଏହାକୁ ପୁରା କରି କହିଥିଲେ ଯେ ଏହି ଚିହ୍ନ ହେଉଛି ଇସ୍ରାଏଲକୁ ଦର୍ଶାଉଛି। ଏହା ଇସ୍ରାଏଲର ଚିହ୍ନ ଅଟେ। ଏବଂ ଷଷ୍ଠ ହେଉଛି ଦ ଅମନ୍ନା ଲେଟର। ଇଏ ଏକ ପ୍ରକାର ଫଳକ ଅଟେ ବା ଟାବଲେଟ୍ ଅଟେ। ଏହା ଇଜିପ୍ଟର ଏକ ସହର ଯାହାର ନାମ ଅପର୍ଣ୍ଣା ଅଟେ, ସେଇଠାରୁ ମିଳିଥିଲା। ସେଠାରୁ ଏହିପରି 382ଟି ଫଳକ ମିଳିଥିଲା, ଯାହାକୁ ରିସର୍ଚ୍ଚ କରାଯାଇଛି। ଏହାର ଡେଟ୍ ହେଉଛି 1300 BC। ସେହି ଟାବଲେଟ୍ର ଫଳକ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ହପିରୋ। ଏହି ହବିର ଫଳକ ହିବ୍ରୁ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ। ଏହିସବୁ ଫଳକ ଗୁଡ଼ିକ ସେହି ସମୟର ରାଜନୀତି ବିଷୟରେ ବର୍ଣ୍ଣନା କରେ। ଆମେ ଜାଣୁ ଯେ ସେହି ସମୟରେ ଇସ୍ରାଏଲ ଲୋକମାନେ କିନାନ ଦେଶର ପାଖାପାଖି ପହଞ୍ଚି ଯାଇଥିଲେ। ଏହି ହପିର ହିବ୍ରୁ ଶବ୍ଦ ହିଁ ଅଟେ। ଆଉ ସପ୍ତମ ହେଉଛି ଦ ମନ୍ନେଫାସ୍ ଷ୍ଟିଲ୍। 1896ରେ ଜଣେ ଇଂରେଜ, ଯାହାଙ୍କ ନାମ ମଧ୍ୟ କ୍ଲାଣ୍ଡରେଜ ବେଟ୍ରେ, ଏହି ଗ୍ରାନାଇଟ୍ ଯୁକ୍ତ ପଥର ଖୋଜି ବାହାର କରିଥିଲେ। ଆଉ ଏହାର ସନ୍ଧାନ ମିଳିଥିଲା ଇଜିପ୍ଟର ଥିପ୍ସ ସହରରେ। ତାପରେ ଜର୍ମାନର ୱିଲିୟମ ସ୍ୱିଜରବର୍ଗ ଏହି ପଥର ଉପରେ ଥିବା ଲେଖାକୁ ପାଠ କରିଥିଲେ। ବୈଜ୍ଞାନିକମାନେ କହନ୍ତି ଯେ ଏହା 1208 BCର ଅଟେ। ଏହି ପଥର ଉପରେ ଏପରି ଲେଖାଯାଏ, 1212ରୁ 1203 BCରେ ମିଶରରେ ମନପ୍ତା ଶାସନ କରୁଥିଲେ। କେବଳ ସେତିକି ନୁହେଁ, ଏହି ପଥର ଉପରେ ଇସ୍ରାଏଲର ନାମ ପରିଷ୍କାର ଭାବରେ ଲେଖାଯାଇଛି। କେବଳ ଏହି ପଥର ନୁହେଁ, ଆଉ 2ଟି ପଥର ମଧ୍ୟ ଆବିଷ୍କାର କରାଯାଇଛି, ଯାହା ପ୍ରମାଣ ଦିଏ ଯେ ବାଇବେଲ କାହିଁକି ଇତିହାସ ଦ୍ୱାରା ପ୍ରମାଣ ସିଦ୍ଧ ହୁଏ ବୋଲି। ତେବେ ପ୍ରିୟ ବନ୍ଧୁଗଣ, ଏ ସମସ୍ତ ପ୍ରମାଣକୁ ଆପଣ କଣ ଅନୁଭବ କରୁଛନ୍ତି ମୋତେ କମେଣ୍ଟ କରି ଜଣାଇବେ। ଏହିପରି ଅନେକ ପ୍ରତ୍ନତତ୍ତ୍ୱ ଆବିଷ୍କାର ଆଜି ପର୍ଯ୍ୟନ୍ତ ରହିଆସିଛି, ଅଗଣିତ ଆବିଷ୍କାର। ଆମର ଚ୍ୟାନେଲରେ ଏପରି ଅନେକ ଭିଡ଼ିଓ ରହିଅଛି। ତେବେ ସମସ୍ତଙ୍କୁ ବଡ଼ ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟ। ନମସ୍କାର।